ବଂଶୀଧର ମହାକୁଡ଼ ଘର ଅଣାଯୋଡ଼ି। ମୁଁ ବିଜେପିର ବହୁତ ପୁରୁଣା କର୍ମୀ। ତ ଆଜି ଆମର ଯେଉଁ ଷ୍ଟେସନରେ ଆମେ ଛିଡ଼ା ହେଇଛୁ, ଏଇ ଷ୍ଟେସନରେ ବିଗତ ବହୁତ ବର୍ଷ ଆଗରେ କୋଇଲା ଇଞ୍ଜିନ୍, ଡିଜେଲ ଇଞ୍ଜିନ୍ ଆଉ ଏମିତି କରି ଗୋଟେ ଟ୍ରେନ୍ ଚାଲୁଥିଲା। ଗୋଟେ ଟ୍ରେନ୍ ଚାଲୁଥିଲା ଫଳରେ ଆମକୁ ବଡ଼ ଅସୁବିଧା ହେଉଥିଲା ଯେ କି ଆମେ ଆଉ ଟାଟା କିମ୍ବା ରାଇରଙ୍ଗପୁର ଯିବା ପାଇଁ ବଡ଼ କଷ୍ଟ ହେଉଥିଲା। କିନ୍ତୁ ବର୍ତ୍ତମାନ ସରକାରଙ୍କର ଅନୁଦାନ ହିସାବରେ ଯେଉଁ 4ଟା ଟ୍ରେନ୍ ଚାଲିଛି ଆମକୁ ଭାରି ସୁବିଧା ହେଇଛି। କାରଣ ଆମର ଏଇଟା ଜଙ୍ଗଲ ଘେର ଏରିଆ। ଆମର ମୟୂରଭଞ୍ଜ ଭିତରେ ଏଇଟା ଝିମିଡ଼ି ପାହାଡ଼ ରହିଛି, ଗୁରୁମିଶାଣୀ ପାହାଡ଼ ରହିଛି। ଏଇଟା ଆମର ଅଣାଯୋଡ଼ିରେ ବ୍ରାହ୍ମଣୀ ପାହାଡ଼। ତ ହେଲା ଯେ କିନ୍ତୁ ସରକାରଙ୍କର ଆଉ ଟିକେ ଆମର ପାଇଁ ଆଉ ଟିକେ ସୁବିଧା ହେଲେ ଭଲ ହେବ। ଯେମିତିକି ଗୋଟେ ଓଭରବ୍ରିଜ୍ ହେଲେ ଏପାଖ ସେପାଖ ହେବା ପାଇଁ ଆମକୁ 1 ନମ୍ବର 2 ନମ୍ବର ଯିବା ପାଇଁ ଝିଅମାନେ ଛୁଆମାନେ କିମ୍ବା ଲଗେଜ୍ ଏସବୁ ନେବା ପାଇଁ ବଡ଼ କଷ୍ଟ ହେଉଛି। ଆଉ ସଦାସର୍ବଦା ଗାଡ଼ି ଚାଲିଛି ମାନେ ଭୟ କରୁଛନ୍ତି ଲୋକମାନେ। ଓଭରବ୍ରିଜ୍ଟା ନିହାତି ଦରକାର ଆମକୁ। ଆଉ ଏହି ହିସାବରେ ଆମର କି ହେଉଛି ନା ଅଣାଯୋଡ଼ିରେ ଜଙ୍କସନ୍, ଏଇଟା ଜଙ୍କସନ୍ ଏରିଆ। ଜଙ୍କସନ୍ ଏରିଆରେ ଲୋକମାନେ ଟିକେ ଓହ୍ଲେଇକରି ଚା ଜଳଖିଆ ଏମିତି ସବୁ କରନ୍ତି। ଆଉ ଲୋକଙ୍କର ଭାରି ସୁବିଧା ହେଉଥିଲା, ହେଉଛି ବି। କିନ୍ତୁ ଆଉ ଟିକେ ସେଇଟା ଏପଟ ସେପଟ ହେବା ପାଇଁ ଆମକୁ ବଡ଼ ଅସୁବିଧା ହେଉଛି।